ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକିମ୍କୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ, ଜାପାନର ତୋତ୍ସିମିତ୍ସୁ ମୋଟେଗି ଏବଂ ଆମେରିକାର ମାର୍କୋ ରୁବିଓ ବୈଠକରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗରେ କ୍ୱାଡ୍ ସହଯୋଗକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଏହି ବୈଠକରେ ମତ ବିନିମୟ ହେବ। କ୍ୱାଡ୍ ସଦସ୍ୟ ଗୋଷ୍ଠୀ ରାଷ୍ଟ୍ରଗୁଡ଼ିକର ସହଭାଗିତାରେ ଜାରି ରହିଥିବା ପଦକ୍ଷେପଗୁଡ଼ିକର ଅଗ୍ରଗତି ସ୍ଥିତି ନେଇ ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ଆଲୋଚନାରେ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ଏବଂ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ଆନ୍ତର୍ଜାତିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଏକ ମୁକ୍ତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ପାଇଁ କ୍ୱାଡ୍ ଦୃଷ୍ଟିକୋଣ ଉପରେ ଗତବର୍ଷ ଜୁଲାଇ 1ରେ ୱାଶିଂଟନ୍ ଡିସିଠାରେ ଅନୁଷ୍ଠିତ ବୈଠକରେ ହୋଇଥିବା ଆଲୋଚନା ଉପରେ ଏହି ବୈଠକରେ ମଧ୍ୟ ମତ ବିନିମୟ ହେବ। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଗତ 23 ତାରିଖରୁ 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଅଷ୍ଟ୍ରେଲିଆ ଏବଂ ଜାପାନର ବୈଦେଶିକ ମନ୍ତ୍ରୀ ଗତକାଲି ଦିଲ୍ଲୀରେ ପହଞ୍ଚିଛନ୍ତି। ସାମ୍ପ୍ରତିକ ବୈଶ୍ୱିକ ପରିସ୍ଥିତି ଏବଂ ପଶ୍ଚିମ ଏସିଆ ସଂଘର୍ଷ ସମୟରେ ଚଳିତ ବର୍ଷର ଏହି ବୈଠକ ଗୁରୁତ୍ୱ ବହନ କରୁଛି। ଭାରତ, ଆମେରିକା, ଅଷ୍ଟ୍ରେଲିଆ ଓ ଜାପାନକୁ ନେଇ ଗଠିତ କ୍ୱାଡ୍ ରାଷ୍ଟ୍ରଗୋଷ୍ଠୀ ଏକ ପ୍ରମୁଖ ସଂଗଠନ ଭାବେ ଉଭା ହେବା ସହିତ ଭାରତ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସୁରକ୍ଷା ଏବଂ ନିରନ୍ତରତା ଉପରେ ପ୍ରାଥମିକତା ପ୍ରଦାନ କରୁଛି। ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ଅଧ୍ୟକ୍ଷ ଭାବେ ଏବେ ବୈଠକ ଆୟୋଜନ କରୁଛି। ସ୍ୱାସ୍ଥ୍ୟ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା ଭଳି ପ୍ରସଙ୍ଗ ଏବଂ ବିଭିନ୍ନ କ୍ଷେତ୍ରରେ ସୃଷ୍ଟ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ କ୍ୱାଡ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସକାରାତ୍ମକ ଭୂମିକା ଗ୍ରହଣ କରୁଛନ୍ତି। ଏଥିସହ ଆଞ୍ଚଳିକ ଦେଶଗୁଡ଼ିକର ସାମୁଦ୍ରିକ କ୍ଷେତ୍ର ନେଇ ସଚେତନତାକୁ ଏହି ରାଷ୍ଟ୍ରଗୋଷ୍ଠୀ ସୁଦୃଢ଼ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3 ଦିନିଆ ସିକିମ୍ ଗସ୍ତରେ ଯିବେ। ଗସ୍ତ ଅବସରରେ ରାଷ୍ଟ୍ରପତି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ କେତେକ ସ୍ଥାନକୁ ପରିଦର୍ଶନରେ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସନ୍ଧ୍ୟାରେ ଗ୍ୟାଙ୍ଗଟକ୍ର ନାମଗେଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ତିବ୍ବତୋଲୋଜି ପରିଦର୍ଶନ କରିବେ। ଆସନ୍ତାକାଲି ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ସେଠାରେ ନିୟୋଜିତ ସୈନିକଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଗ୍ୟାଙ୍ଗଟକ୍ ସ୍ଥିତ ସିକିମ୍ ବିଶ୍ୱବିଦ୍ୟାଳୟର ଆସନ୍ତାକାଲି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବେ। ଏହି ଅବସରରେ 14,000 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲ୍ଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସକୁ ରାଷ୍ଟ୍ରପତି ଧ୍ୱଜା ପ୍ରଦାନ କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା 2 ଦିନିଆ ରାଜସ୍ଥାନ ଗସ୍ତରେ ଯାଇ ଗତ ସନ୍ଧ୍ୟାରେ ବିକାନେରରେ ପହଞ୍ଚିଛନ୍ତି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପୂର୍ବାହ୍ନରେ ସୀମା ସୁରକ୍ଷା ବାହିନୀର 179ତମ ବାଟାଲିୟନ୍ର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ପ୍ରଥମେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏକ ପ୍ରହରୀ ସମ୍ମିଳନୀ ଆୟୋଜିତ ହେବା ସହ ମହିଳା ବାରାକଗୁଡ଼ିକୁ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ। ସୀମାରେ ନିୟୋଜିତ ସୀମା ସୁରକ୍ଷା ବଳ କର୍ମଚାରୀଙ୍କ ସହ ମଧ୍ୟ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନରେ ବିକାନେରରେ ବିଏସ୍ଏଫ୍ ଆଞ୍ଚଳିକ ମୁଖ୍ୟାଳୟରେ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ଶାହା ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଠକରେ ସୀମା ସୁରକ୍ଷା, ସ୍ମାର୍ଟ ବାଡ଼, ଡ୍ରୋନ୍ ନିରୀକ୍ଷଣ, ଅନୁପ୍ରବେଶ ରୋକିବା ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ମତ ବିନିମୟ ହେବା ନେଇ ସମ୍ଭାବନା ରହିଛି। ମନ୍ତ୍ରୀ ଶ୍ରୀ ଶାହା ଆସନ୍ତା 29 ତାରିଖରେ ଗୁଜରାଟର ଭୁଜ୍ ଗସ୍ତରେ ଯାଇ ସୀମା ସୁରକ୍ଷା ବଳ ସୀମାନ୍ତ ପୋଷ୍ଟ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଆସନ୍ତା ମାସ 5 ତାରିଖରେ ଶ୍ରୀ ଶାହା ତ୍ରିପୁରା ସୀମାନ୍ତ ଅଞ୍ଚଳ ଗସ୍ତ କରିବେ। ପରେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସେଠାକାର ସୀମାନ୍ତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ସୀମା ଅଞ୍ଚଳ ଗସ୍ତ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମୀକ୍ଷାର ଅଂଶସ୍ୱରୂପ ଶ୍ରୀ ଶାହା ଏହିସବୁ ଅଞ୍ଚଳକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ଆମେରିକା ସେନା ପକ୍ଷରୁ ଇରାନ କ୍ଷେପଣାସ୍ତ୍ର ପ୍ରକ୍ଷେପଣ ଅଞ୍ଚଳ ଏବଂ ହରମୁଜ୍ ପ୍ରଣାଳୀ ନିକଟରେ କେତେକ ଡଙ୍ଗାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଇଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଆତ୍ମରକ୍ଷା ପାଇଁ ଏଭଳି ଆକ୍ରମଣ ହୋଇଥିବା ଆମେରିକା କହିଛି। ସେଣ୍ଟକମ୍ ମୁଖପାତ୍ର ଟିମୋଥି ହକିନ୍ସ କହିଛନ୍ତି, ଏହି ଡଙ୍ଗାଗୁଡ଼ିକ ଇରାନର କ୍ଷେପଣାସ୍ତ୍ର ପ୍ରକ୍ଷେପଣ ସ୍ଥଳ ଏବଂ ହରମୁଜ୍ ପ୍ରଣାଳୀରେ ମାଇନ୍ସ ଉପଯୋଗ କରିବାକୁ ଚେଷ୍ଟା କରୁଥିଲେ। ସୈନ୍ୟଙ୍କ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ଗ୍ରହଣ କରିଛି। ତେବେ ଅତ୍ୟନ୍ତ ସଂଯମତାର ସହ ଆକ୍ରମଣ କରାଯାଇଥିବା ଶ୍ରୀ ହକିନ୍ସ କହିଛନ୍ତି। ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଗତିଶୀଳ ହୋଇଛି। ଏକ ରିପୋର୍ଟରେ କୁହାଯାଇଛି, ଆଞ୍ଚଳିକ ଉତ୍ତେଜନା ହ୍ରାସ କରିବା ଲକ୍ଷ୍ୟ ନେଇ ଇରାନ ଆମେରିକା ନେତୃତ୍ୱ ଅଧୀନରେ ଅତ୍ୟଧିକ ସମୃଦ୍ଧ ୟୁରାନିୟମ୍ ଭଣ୍ଡାର ହସ୍ତାନ୍ତର କରିବାକୁ ନୀତିଗତ ଭାବେ ସହମତ ହୋଇଛି। ଇରାନ ସହ ଦୀର୍ଘକାଳୀନ ଯୁଦ୍ଧ ସମାପ୍ତି ଲକ୍ଷ୍ୟ ନେଇ ରାଷ୍ଟ୍ରପତି ଟ୍ରମ୍ପ ସାଉଦି ଆରବ ସମେତ ଅନ୍ୟ କେତେକ ଦେଶକୁ ଆବ୍ରାହମ ଚୁକ୍ତିରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ଟ୍ରୁଥ୍ ସାମାଜିକ ଗଣମାଧ୍ୟମରେ ଶ୍ରୀ ଟ୍ରମ୍ପ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଇରାନ ସହିତ ହେବାକୁ ଥିବା ଚୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ଚୁକ୍ତି ବିଫଳ ହେଲେ ପୁନର୍ବାର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇପାରେ ଏବଂ ଏହା ପୂର୍ବାପେକ୍ଷା ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିଶର, ଜୋର୍ଡାନ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ 5 ଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସଜିଦଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୟତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟାର ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ଟାରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟାର ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30ଟାରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଂ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14ଟି ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ଗୋଲ୍ରେ ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭେକା ସିଂ 4ଟି ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗରମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44ରୁ 46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମକୁ ଆଜିଠାରୁ 3 ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ।
ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।